ସବୁଠାରୁ ସହଜ ବି ରହିବ, ସ୍ୱାଦିଷ୍ଟ ବି ରହିବ। ଆଉ 5ରୁ 10 ମିନିଟ୍ରେ ବନିକି ରେଡ଼ି ହେବ ଏଇ ନଡ଼ିଆ ମିଠା ରେସିପିଟି। ତ ଦେଖିବେ ପ୍ରାୟ ଟାଇମ୍ ଘରେ ନଡ଼ିଆ ଥାଏ। ତ ଏଇ ମିଠାଟି ଯଦି ଆପଣମାନେ ଘରେ ଥରେ ଟ୍ରାଏ କରୁଛନ୍ତି ସବୁବେଳେ ବନେଇ ଖାଇବାକୁ ଇଚ୍ଛା ହେବ। ବିନା ଖୋଆରେ ବି ଖୋଆର ସ୍ୱାଦ ଆସିବ ଏଇ ମିଠାରେ। ତ ଦେଖନ୍ତୁ ଦେଖିବାକୁ ଯେମିତି ସୁନ୍ଦର ନା ଖାଇବାକୁ ବହୁତ ସ୍ୱାଦିଆ ଲାଗିବ। ତ ଯେହେତୁ ଆଗକୁ ଆସୁଛି ଦଶହରା, ଆଜି ଆମେ ପ୍ରସ୍ତୁତ କରିବା ଦଶହରା ଦୁର୍ଗା ପୂଜା ସ୍ପେଶାଲ ମିଠା ରେସିପିଟି ଆଜି ଆମେ ବନେଇବା। ତ ଫୁଲ୍ ଭିଡ଼ିଓକୁ ୱାଚ୍ କରନ୍ତୁ। ମୁଁ ଆଶା କରୁଛି ଆଜି ଆପଣମାନଙ୍କୁ এই ଭିଡ଼ିଓଟି ମୋର ପସନ୍ଦ ଆସିବ। ଯଦି ଭିଡ଼ିଓଟି ପସନ୍ଦ ଆସିବ ଲାଇକ୍ କରିବେ, ସେୟାର କରିବେ। ଚ୍ୟାନେଲରେ ଯଦି ନୂଆ ଅଛନ୍ତି ଚ୍ୟାନେଲକୁ ମୋର ସବସ୍କ୍ରାଇବ୍ କରିଦେବେ, ବେଲ୍ ଆଇକନକୁ କ୍ଲିକ୍ କରିଦେବେ, ଯେମିତିକି ମୁଁ ଯାହା ବି ଭିଡ଼ିଓ ଅପଲୋଡ଼ କରିବି ପ୍ରଥମେ ଆପଣମାନଙ୍କୁ ପହଞ୍ଚିବ। ତ ଚାଲନ୍ତୁ ଲେଟ୍ ନ କରି ରେସିପିଟି ଆଜି ଆମେ ପ୍ରସ୍ତୁତ କରିବା। ନମସ୍କାର, ଜୟ ଜଗନ୍ନାଥ ପାଇଁ ଝିଲି କୁଇଙ୍କୁ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ। ପ୍ରଥମେ ଦେଖନ୍ତୁ ଏଠି ମୁଁ ଗୋଟେ ଫାଳ ନଡ଼ିଆ ନେଇଥିଲି। ନଡ଼ିଆଟାକୁ ତାର ଖୋଳପାକୁ ବାହାର କରି ପୁରା ତାର ଉପର ପାର୍ଟ୍ସ ଚୋପାଟାକୁ ମୁଁ ଏଠି ଚାଞ୍ଚିକିରି ବାହାର କରିଦେଇଛି। ଆଉ ତାର ହ୍ୱାଇଟ୍ ପିସ୍ ଗୁଡ଼ାକୁ ଦେଖନ୍ତୁ ମୁଁ ଛୋଟ ଛୋଟ ପିସେସ୍ରେ ଏଠି କଟିଂ କରିଦେଇଛି। ତ ଯେହେତୁ ହ୍ୱାଇଟ୍ କଲର୍ର ଆମେ ମିଠା ପ୍ରସ୍ତୁତ କରିବା ସେଇଥିପାଇଁ ତାର ଉପର ପାର୍ଟ୍ସ ଚୋପାକୁ ଏଠି ମୁଁ କୋରି ଦେଇଛି ବା ତାକୁ ଚାଞ୍ଚିକିରି ବାହାର କରିଦେଇଛି। ଆଉ ଏଥିରେ ମୁଁ ଗୋଟେ କପ୍ ସେଥିରେ କ୍ଷୀରକୁ ଏଡ଼୍ କରୁଛି। କ୍ଷୀର ବଦଳରେ ଆପଣମାନେ ପାଣି ବି ଏଡ଼୍ କରି ମିକ୍ସରରେ ଗ୍ରାଇଣ୍ଡିଙ୍ଗ କରିପାରିବେ। ତ 2ରୁ 3ଟି ସେଇଥିରେ ଆମେ ଅଳିଚକୁ ଏଡ଼୍ କରିବା ଫ୍ଲେଭର୍ ପାଇଁ ବୋଲି। ତ ଏବେ କ'ଣ କରିବା ଦେଖନ୍ତୁ ଏଠି ମୁଁ ଗୋଟେ କପ୍ କ୍ଷୀର ଏଡ଼୍ କରିଥିଲି। ଏଠି ପୁରା ଶୁଖା ବନେଇଛି କିନ୍ତୁ ଆକୁ ଆମେ ମିକ୍ସରରେ ଗ୍ରାଇଣ୍ଡିଙ୍ଗ କରିବା ଦ୍ୱାରା ଦେଖନ୍ତୁ ଏଠି ଖଦରା ପେଷ୍ଟ ବନିକି ରେଡ଼ି ହେଇଛି। ଯେହେତୁ ଆମେ ଗୋଟେ ଫାଇନ୍ ପେଷ୍ଟ ବନେଇବା ତ ପୁଣି ଥରେ ଆଉ ଗୋଟେ କପ୍ ସେଥିରେ କ୍ଷୀରକୁ ଏଡ଼୍ କରି ମିକ୍ସରରେ ଗ୍ରାଇଣ୍ଡିଙ୍ଗ କରି ଗୋଟେ ପେଷ୍ଟ ବନେଇକି ରେଡ଼ି କରିଦେବା। ତାକୁ ଆମେ ଏବେ ସାଇଡ଼୍ରେ ରଖିଦେବା। ତ ଦେଖିବେ ନଡ଼ିଆଟା ଯଦି ଖଦରା ରହିବ ତାହେଲେ ଦେଖିବେ ନଡ଼ିଆ ଗୁଡ଼ା ପାଟିକି ଲାଗିବ ତ ଖାଇବାକୁ ଏତେ ସ୍ୱାଦିଆ ଲାଗିବନି। କିନ୍ତୁ ଦେଖିବେ ଯଦି ପେଷ୍ଟ ବନେଇଦେବେ ନା ତାହେଲେ ଦେଖିବେ ସେ ପୁରା ଖୋଆର ଷ୍ଟ୍ରକ୍ଚର ଆସିବ ଆଉ ପାଟିରେ କରୁକୁଳି ମିଳେଇଯିବ, ଖାଇବାକୁ ବହୁତ ସ୍ୱାଦିଷ୍ଟ ଲାଗିବ। ତ ଆପଣମାନଙ୍କ ମନ ପସନ୍ଦ ଅନୁସାରେ ଆପଣମାନେ ଏଠି ମିକ୍ସରରେ ଗ୍ରାଇଣ୍ଡିଙ୍ଗ କରିବେ। ତ ଏଠି ଗୋଟେ ପ୍ରଥମେ ଆମେ ଗୋଟେ କରେଇ ନେବା। ସେଇଥିରେ ପୁଣି ଦେଖନ୍ତୁ ଗୋଟେ ଗ୍ଲାସ୍ କ୍ଷୀର ଏଡ଼୍ କରିଛି। ଗୋଟେ ଏଠି ମୁଁ ମାନେ କପ୍ର ମେଜରମେଣ୍ଟରେ 2 କପ୍ ମୁଁ ସେଥିରେ କ୍ଷୀର ଏଡ଼୍ କରିଛି। ପୁଣି ଗୋଟେ ଚାମଚ ଘିଅ ଏଡ଼୍ କରିଛି ଆଉ ସେଇଥିରେ 2ରୁ 3 ଚାମଚ ଅମୁଲ ଏଡ଼୍ କରିଛି। ତ ଯେହେତୁ ବିନା ଖୋଆରେ ଖୋଆର ସ୍ୱାଦ ଆସିବ ତ ସେଥିପାଇଁ ଆମେ ଅମୁଲ ସେଥିରେ 2ରୁ 3 ଚାମଚ ଏଡ଼୍ କରିଦେବା ଆଉ ଟିକେ ଫୁଟିବାକୁ ଦେବା କ୍ଷୀରକୁ। ତ ଦେଖନ୍ତୁ ଏଠି କ୍ଷୀରଟି ପୁରା ଫୁଟି ବି ସାରିଲାଣି। ଏଠି ମୁଁ ଫୁଲ୍ ଫ୍ୟାଟ୍ କ୍ଷୀର ନେଇଛି ବା ସିଝା କ୍ଷୀର ନେଇଛି। ତ ଆପଣମାନେ କଞ୍ଚା କ୍ଷୀର ବି ନେଇପାରିବେ, ସିଝା କ୍ଷୀର ବି ନେଇପାରିବେ। ଆଉ ଯେତେବେଳେ ନଡ଼ିଆକୁ ଗ୍ରାଇଣ୍ଡିଙ୍ଗ କରିବେ ସେଇ ସମୟରେ ବି କଞ୍ଚା କ୍ଷୀର ବି ନେଇପାରିବେ, ସିଝା କ୍ଷୀର ବି ନେଇପାରିବେ। ତ ଏଠି ଆମର ଯେଉଁ ପେଷ୍ଟଟା ବନେଇଥିଲେ ନଡ଼ିଆ ପେଷ୍ଟଟା ତାକୁ ସେଥିରେ ଆମେ ଏଡ଼୍ କରିଦେବା। ଏଡ଼୍ କରିକିରି ଆମେ ହାଇ ଫ୍ଲେମ୍ରେ ଆଗ ଟିକେ ଆମେ ଶୁଖିଲା ପର୍ଯ୍ୟନ୍ତ ଆଗ ଆମେ ଟିକେ ବନିବାକୁ ଦେବା। ଦେଖନ୍ତୁ ଏଇଭଳି ପ୍ରୋସେସ୍ରେ ଟିକେ ଟିକେ ମିକ୍ସ କରୁଥିବେ, ଛାଡ଼ିକି ଜମାରୁ ଯିବେନି। ଯଦି ଦେଖିବେ କଢ଼େଇକୁ ଯେହେତୁ ମିଠାଟା ପ୍ରସ୍ତୁତ କରୁଛନ୍ତି ବନେଇବା ସମୟ ଛାଡ଼ିକି ଗଲା ମାନେ କ'ଣ ହେବ ନା ସେ ପୁରା ଦେଖିବେ ମାନେ ଯେହେତୁ ଆମେ ହ୍ୱାଇଟ୍ କଲର୍ ମିଠାଟା ପ୍ରସ୍ତୁତ କରୁଛନ୍ତି ଟିକେ ହାଲକା ଏଠି ଗୋଲ୍ଡେନ୍ କଲର୍ ବା ବ୍ରାଉନ୍ କଲର୍ ହେଇଯିବ। ତ ସେଇଥିପାଇଁ ଆମେ ଟୋଟାଲ୍ ବି ଛାଡ଼ିକି ଯିବାନି ଆଉ କଣ୍ଟିନ୍ୟୁ ଟିକେ ମିକ୍ସ କରିବା। ଧୀରେ ଧୀରେ ଦେଖନ୍ତୁ ଏଇଠି ପୁରା କ୍ଷୀର ବି ଶୁଖି ବି ଗଲାଣି ଆଉ ବହଳିଆ ହେଇ ଆସିଲାଣି। ତ ଏଇ ଚାରି ସାଇଡ଼୍ ଯେଉଁ କ୍ଷୀର ଗୁଡ଼ାକୁ ଲାଗୁଛି ସେଗୁଡ଼ାକୁ ଆମେ ବାହାର କରି କୋରି ଦେଇକିରି ପୁଣି ଥରେ ଆମେ ସେ ମିଠାରେ ମିକ୍ସ କରିଦେଉଥିବା ଏଇଭଳି ପ୍ରୋସେସ୍ରେ। ଏମିତିରେ ଦେଖନ୍ତୁ ଆପଣମାନେ ଦେଖିକି ଜାଣିପାରୁଥିବେ ଯେମିତି କାଲାକାନ୍ଦ ପ୍ରସ୍ତୁତ କରୁଛନ୍ତି ସେଇଭଳି ହିଁ ଦେଖାଯାଉଛି। ବିନା ଛେନାରେ ବି ଛେନାର ଷ୍ଟ୍ରକ୍ଚର ଭଳି ଦେଖାଯାଉଛି ଆଉ ବହୁତ ସ୍ୱାଦିଆ ବି ଲାଗେ। ଯେହେତୁ ଏଥିରେ ଆମେ କ୍ଷୀର ବି ଏଡ଼୍ କରୁଛନ୍ତି, କ୍ଷୀରଟା ଏଠି ପୁରାପୁରି ଅପସନାଲ୍ ଅଛି। ଆପଣମାନେ ଚାହିଁଲେ ଏଡ଼୍ କରିବେ ନହେଲେ ସ୍କିପ୍ କରିପାରିବେ, କେବଳ ଏମିତିରେ ବି ବନେଇ ପାରିବେ। ଆଉ ଦେଖନ୍ତୁ ମୁଁ ସେଇଥିରେ ଚିନି ପକେଇଲି, ମାନେ ଯେତିକି ମିଠା ଖାଇବେ ନା ସେ ଅନୁସାରେ ଚିନି ଏଡ଼୍ କରିବେ। ମୁଁ ଗୋଟେ ଛୋଟ ଗିନାରେ ହିଁ ସେଥିରେ 3ରୁ 4 ଚାମଚ ବଡ଼ ଚାମଚରେ ହେବ ସେତିକି ମୁଁ ଚିନି ଏଡ଼୍ କରିଛି। ମାନେ ନଡ଼ିଆ ଅନୁସାରେ ଚିନି ଏଡ଼୍ କରିବେ ବା ଯେତିକି ଆପଣମାନେ କମ୍ ଅଧିକା ମିଠା ଖାଇବେ ସେ ଅନୁସାରେ ଏଠି ଚିନି ଏଡ଼୍ କରିବେ। ଆଉ କ୍ଷୀର ବି କମ୍ ଅଧିକା ଏଠି କରିପାରିବେ। ତ ଏଠି ପୁଣି ଥରେ ଦେଖନ୍ତୁ ଏଇଭଳି ଶୁଖା ଷ୍ଟ୍ରକ୍ଚର ଆସି ସାରିବା ପରେ ଆମେ ସେଇଥିରେ ଏଡ଼୍ କରିବା ଗୋଟେ ଚାମଚ ଘିଅକୁ ଏଡ଼୍ କରିବା। ତ ଘିଅକୁ ଏଡ଼୍ କରି ପୁଣି ଥରେ ଟିକେ ଭଲସେ ମିକ୍ସ କରିଦେବା। ଏହି ସମୟରେ ଗ୍ୟାସ୍ ଆଞ୍ଚକୁ ପୁରା ସ୍ଲୋ ଆଞ୍ଚ ରଖି ବନେଇବେ। କାହିଁକିନା ଦେଖିବେ ଏହି ସମୟରେ ଯଦି ଆପଣମାନେ ହାଇ ଫ୍ଲେମ୍ରେ ବନେଇବେ ତାହେଲେ ଦେଖିବେ କରିର ସାଇଡ଼୍ ଗୁଡ଼ା ପୁରା ପୋଡ଼ିଯିବ ଆଉ ବ୍ରାଉନ୍ କଲର୍ ହେଇଯିବ ଏ ମିଠା ରେସିପିଟି। ତ ସେଥିପ୍ରତି ଟିକେ ଧ୍ୟାନ ଦେବେ, ସ୍ଲୋ ଆଞ୍ଚରେ ହିଁ ବନେଇବେ। ଆଉ ଯାହା ବି ତାର ଏକ୍ସଟ୍ରା କ୍ଷୀର ଯଦି ଥିବ ତାହେଲେ ଶୁଖିଯିବ, ପୁରା ଡ୍ରାଏ କରିବା ଦରକାର ଆମେ ଏ ମିଠାଟିକୁ। ତ ଦେଖନ୍ତୁ ଆପଣମାନେ ଦେଖିକି ଜାଣିପାରୁଥିବେ, ନୋଟିସ୍ କରିପାରୁଥିବେ ପୁରା ଶୁଖିଯାଇଛି କ୍ଷୀର ଆଉ ଯେମିତିକି ଖୋଆ ଭଳି ହିଁ ଦେଖାଯାଉଛି। ଆଉ ଦେଖନ୍ତୁ
এইଭଳି ଯେମିତି ହାତରେ ଆପଣମାନେ ଧରୁଛନ୍ତି ତାହେଲେ ବି ବାଇଣ୍ଡିଙ୍ଗ ବନିଯାଉଛି। ତ ଜାଣିଦେବେ ଯେ ପରଫେକ୍ଟଲି ମିଠାଟି ଆମର ବନିକିରି ଏବେ ରେଡ଼ି ହେଇସାରିଲାଣି। ତ ଆକୁ ପୁଣି ଥରେ ଟିକେ ହାଲକା ଟିକେ ମିକ୍ସ କରିଦେବା। ପୁଣି ଥରେ ଆମେ ଗ୍ୟାସ୍ ପେନ୍କୁ ଅଫ୍ କରିଦେବା। ଅଫ୍ କରିକିରି ଆକୁ କିଛି ସମୟ ଆମେ ଟିକେ ଥଣ୍ଡା ହେବାକୁ ଦେବା। ତ ଦେଖନ୍ତୁ ଟିକେ ହାଲକା ଥଣ୍ଡା ହେଇସାରିବା ପରେ ଏଇଠି ମୁଁ ନେଇଛି କିଛିଟା, ମୁଁ ଏଇଠି ପିସ୍ତା ବାଦାମକୁ ଏଇଠି ଛୋଟ ଛୋଟ ପିସେସ୍ରେ କଟିଂ କରିଦେଇଛି। ଆଉ ଯେମିତିକି ସୁନ୍ଦର ଦେଖାଯିବ ସେଇଥିପାଇଁ ସେଥିରେ ଗୋଲାପ ଫୁଲର ପୋଖଡ଼ା କିଛିଟା ନେଇଛି। ତ ଏଇଟା ପୁରାପୁରି ଅପସନାଲ୍ ଅଛି, ନହେଲେ ଆପଣମାନେ ଏମିତିରେ ହିଁ ଏ ମିଠାକୁ ଗୋଲାକାର ସେପ୍ ଦେଇକରି ବନେଇ ପାରିବେ। ତ ଏଇଠି ଦେଖନ୍ତୁ ଗୋଟେ ଗିନା ନେଇଛି, ତାର ମୁଁ ଗିନାଟାରେ ନା ପୁରା ଏଠି ମୁଁ ଘିଅକୁ ଗ୍ରୀସ୍ କରିଦେଇଛି। ଆଉ ଅଳ୍ପ ଟିକେ ସେଥିରେ ମୁଁ ପିସ୍ତା ବାଦାମକୁ ଦେଖନ୍ତୁ ଉପରେ ଯେମିତି ସୁନ୍ଦର ଦେଖାଯିବ ମିଠାଟି, ଆଉ ଖାଇବାକୁ ସୁଆଦିଆ ଲାଗିବ। ଯାହା ବି ଆପଣମାନଙ୍କୁ ଡ୍ରାଇ ଫ୍ରୁଟ୍ ପସନ୍ଦ ଆପଣମାନେ ଏହି ସମୟରେ ଏଡ୍ କରିପାରିବେ, ନହେଲେ ମିଠା ଯେତେବେଳେ ମିକ୍ସ କରୁଥିଲେ ସେଇଥିରେ ବି ଏଡ୍ କରିପାରିବେ ଡ୍ରାଇ ଫ୍ରୁଟ୍କୁ। ତ ପୁଣି ଥରେ ଦେଖନ୍ତୁ ମୁଁ ଏଠି ଗୋଲାପର 3ରୁ 4ଟି ସେଥିରେ ପକୋଡ଼ାକୁ ସେଥିରେ ଏଡ୍ କରିଦେଲି। ପୁଣି ଥରେ ଆମେ ସେଇଥିରେ 3ରୁ 4 ଚାମଚ ସେଥିରେ ଏଡ୍ କରିଦେବା। ଆମେ ଯେତିକି ବଡ଼ ସାଇଜ୍ରେ ଆପଣମାନେ ମିଠା ବନେଇବାକୁ ଚାହିଁବେ ସେ ଅନୁସାରେ ଏଠି ଗୋଟେ ଗିନାରେ ଯଦି ଏଇଭଳି ପ୍ରୋସେସ୍ରେ ଏଡ୍ କରିକି ସେପ୍ ଦେବେ ନା ବହୁତ ସୁନ୍ଦର ଦେଖାଯିବ। ସେଥିପାଇଁ ମୁଁ ଏଇଠି ପ୍ରୋସେସ୍ଟା କରିଛି, ପୁରାପୁରି ଅପସନାଲ୍ ଅଛି। ଆପଣମାନେ ଚାହିଁଲେ ଆକୁ ସିଲିଣ୍ଡର ସେପ୍ ବି ଦେଇପାରିବେ, ପେଡ଼ାର ସେପ୍ ବି ଦେଇପାରିବେ, ଆଉ ନଡ଼ିଆ ଲଡ଼ୁର ବି ସେପ୍ ଦେଇପାରିବେ। ଇଏ ଖାଇବାକୁ ବହୁତ ସ୍ୱାଦିଆ ଲାଗିବ ଆଉ ଦେଖିବାକୁ ସୁନ୍ଦର ଲାଗିବ। ତ ମୁଁ ଟିକେ ଅଲଗା ସେପ୍ ଦେଇଛି ଯେମିତିକି ସୁନ୍ଦର ଦେଖାଯିବ, ସେଇଥିପାଇଁ ଏଇଟା ପୁରାପୁରି ଅପସନାଲ୍ ଅଛି। ଆପଣମାନଙ୍କ ମନ ପସନ୍ଦ ଅନୁସାରେ ଆପଣମାନେ ଏଠି ସେପ୍ ଦେଇପାରିବେ। ତ ଦେଖନ୍ତୁ ଏଠି ପରଫେକ୍ଟଲି ଆମର ଏଠି ସେଟ୍ ହେଇସାରିଛି। ତ ଯେହେତୁ ଆମେ ସେଥିରେ ଘିଅ ବି 4 ସାଇଡ଼୍ ଲଗାଇ ଦେଇଥିଲେ, ତ ଇଏ ଆମର ପରଫେକ୍ଟଲି ବାହାରି ପଡ଼ିବ, ଗିନାରୁ ପୁରା ଇଜିଲି ବାହାରି ପଡ଼ିବ ମିଠାଟି ସେପ୍ ହେଇକିରି। ତ ଦେଖନ୍ତୁ କେତେ ବଢ଼ିଆ ଦେଖାଯାଉଛି ଆଉ ବହୁତ ଟେଷ୍ଟି ବି ଥିଲା। ତ ଆପଣମାନେ ଏଇ ତରିକାରେ ଘରେ ନିଶ୍ଚୟ ଟ୍ରାଏ କରନ୍ତୁ। ତ 10ରୁ 15 ମିନିଟ୍ ବି ଲାଗିବନି, କେବଳ 5ରୁ 10 ମିନିଟ୍ରେ ଆପଣମାନେ ବନେଇକିରି ଏ ମିଠାଟି ରେଡ଼ି କରିପାରିବେ। ତ ସେଇ ପ୍ରୋସେସ୍ରେ ସବୁ ବନେଇଦେବା। ଆଉ ମିଠାଟା ଦେଖନ୍ତୁ କେତେ ପୁରା ସଫ୍ଟ ଅଛି, ମାନେ ଏଡ୍ କରୁ କରୁ ବି ପାଟିରେ ମିଳିଯିବ ଆଉ ଟିକେ ଭାଙ୍ଗି ବି ଯାଉଛି, ସେଥିପ୍ରତି ବି ଧ୍ୟାନ ଦେବେ। ଆପଣମାନଙ୍କ ମନ ପସନ୍ଦ ଅନୁସାରେ ଆପଣମାନେ ସେପ୍ ଦେଇପାରିବେ। ଯେହେତୁ ଗରମ ବହୁତ ଅଛି, କିନ୍ତୁ ଥଣ୍ଡା ହେଲା ପରେ ଦେଖିବେ ସେ ପୁରାପୁରି ସେଟ୍ ହେଇଯାଏ ମିଠାଟି। ତ ଆପଣମାନେ ଏ ତରିକାରେ ଘରେ ନିଶ୍ଚୟ ଟ୍ରାଏ କରନ୍ତୁ। ତ ଆଉ ଗୋଟେ ବି ଚାଲନ୍ତୁ ଆପଣମାନଙ୍କୁ ମୁଁ ବନେଇକି ଦେଖେଇ ଦେଉଛି। ଦେଖନ୍ତୁ ସେଇ ଗିନାଟି ହିଁ ମୁଁ ନେଇଛି, ସେଇଥିରେ ଅଳ୍ପ ଟିକେ ପୁଣି ଥରେ ଆମେ ଡ୍ରାଇ ଫ୍ରୁଟ୍ ଏଡ୍ କରିଦେବା। ପୁଣି ଥରେ ଅଳ୍ପ ଟିକେ ସେଥିରେ ଗୋଲାପର ପଖଡ଼ାକୁ ଏଡ୍ କରିବା। ପୁଣି ଥରେ ଦେଖନ୍ତୁ 2ରୁ 3 ଚାମଚ ସେଥିରେ ଏଡ୍ କରି ଟିକେ ସେପ୍ ଦେଇଦେବା। ସେଇ ପ୍ରୋସେସ୍ରେ ସେପ୍ ଦେଇସାରିବା ପରେ ଆମେ ବାହାର କରି ମିଠାକୁ ପ୍ଲେଟ୍ରେ ରଖିଦେବା। ତ ଆପଣମାନେ ଏଇ ତରିକାରେ ଘରେ ନିଶ୍ଚୟ ଟ୍ରାଏ କରନ୍ତୁ। ଫ୍ରେଣ୍ଡସ୍, ଆପଣମାନେ ଯଦି ଭିଡ଼ିଓଟି ମୋର ପସନ୍ଦ ଆସିବ ସାଙ୍ଗମାନଙ୍କୁ ସେୟାର କରନ୍ତୁ, ଲାଇକ୍ କରନ୍ତୁ। ଚ୍ୟାନେଲ୍ ଯଦି ନୂଆ ଅଛନ୍ତି ଚ୍ୟାନେଲ୍କୁ ମୋର ସବସ୍କ୍ରାଇବ୍ କରିଦିଅନ୍ତୁ, ବେଲ୍ ଆଇକନ୍କୁ କ୍ଲିକ୍ କରିଦିଅନ୍ତୁ, ଯାହାଫଳରେ ମୋର ସବୁ ଭିଡ଼ିଓ ନୋଟିଫିକେସନ୍ ପ୍ରଥମେ ଆପଣମାନଙ୍କୁ ପହଞ୍ଚିବ। ମୁଁ ଏମିତି ଇଜି ଇଜି ଭିଡ଼ିଓ ନେଇ ଆସିବି, ଆପଣମାନେ ଦେଖିକି ଘରେ ନିଶ୍ଚୟ ଟ୍ରାଏ କରନ୍ତୁ। ଆଉ ଯଦି ଫେସବୁକ୍ ପେଜ୍ ଦେଖୁଛନ୍ତି ତାହେଲେ ଫେସବୁକ୍ ପେଜ୍ ମୋର ଫଲୋ କରନ୍ତୁ। ଇନଷ୍ଟାଗ୍ରାମରେ ଦେଖୁଥିଲେ ନା ଫଲୋ କରିବାକୁ ଜମାରୁ ଭୁଲନ୍ତୁନି। ତ ଦେଖନ୍ତୁ ପୁଣି ଥରେ ମୁଁ ସେଟ୍ କରିଦେଲି ଆଉ ଆପଣମାନଙ୍କୁ ବାହାର କରିବି ଦେଖେଇ ଦେଉଛି ପୁଣି ଥରେ ହାତରେ। ତ ଦେଖନ୍ତୁ ପୁରା ଇଜିଲି ବାହାର କରିବେ। ଟିକେ ଗିନାଟାକୁ ଟିକେ ଟେପ୍ କରିଦେବେ। ଟେପ୍ କଲା ପରେ ଗିନାକୁ ବାହାର କରିବେ। ତ ଦେଖିବେ ଇଏ ପରଫେକ୍ଟଲି ପୁରା କେତେ ବଢ଼ିଆ ପୁରା ସେପ୍ ହେଇଛି ଆଉ ବହୁତ ସୁନ୍ଦର ବି ଦେଖାଯାଉଛି। ଆଉ ଖାଇବା ବି ବହୁତ ଟେଷ୍ଟି ଥିଲା, କାହିଁକିନା ଏଠି ଗୋଲାପର ଯେଉଁ ପକୋଡ଼ାଟା ଏଡ୍ କରିଛନ୍ତି ଏଇଟା ପୁରାପୁରି ଅପସନାଲ୍ ଅଛି। ଆପଣମାନେ ଚାହିଁଲେ ଏଡ୍ କରିବେ ନା ସ୍କିପ୍ କରିପାରିବେ। ତ ଫାଇନାଲି ଆମର ନଡ଼ିଆ ମିଠା ରେସିପିଟି ପୁରା ମାର୍କେଟର ଦାମୀ ମିଠାଟି ଆପଣମାନେ ଘରେ ପୁରା ଇଜିଲି ପ୍ରସ୍ତୁତ କରିପାରିବେ। ଆଉ କେତେ ସୁନ୍ଦର ବି ଦେଖାଯାଉଛି। ଆପଣମାନେ ଯାହାକୁ ବି ବନେଇକି ଦେବେ ନା, ଦେଖିବେ ସମସ୍ତେ ପସନ୍ଦ କରିବେ ଏଇ ମିଠା ରେସିପିଟି। ତ ଆପଣମାନେ ଘରେ ନିଶ୍ଚୟ ଟ୍ରାଏ କରନ୍ତୁ। ଆପଣମାନଙ୍କ ଅନୁଭୂତି ମୋ ସହିତ ସେୟାର କରନ୍ତୁ। ଫ୍ରେଣ୍ଡସ୍, ଆପଣମାନେ କେଉଁ ଜିଲ୍ଲାରୁ ଦେଖୁଛନ୍ତି ନା ମୋତେ ନିଶ୍ଚୟ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ତ ସେ ପର୍ଯ୍ୟନ୍ତ ରହୁଛି, ପୁଣି ଏକ ନୂଆ ରେସିପି ନେଇ ଆସିବି। ନମସ୍କାର, ଜୟ ଜଗନ୍ନାଥ।